ଜୟ ଜଗନ୍ନାଥ ସାଙ୍ଗମାନେ। ଆଜି ଆମେ ଆଉ ଏକ ସୁନ୍ଦର କ୍ଷୁଦ୍ର ଗଳ୍ପଟିଏ ପଢ଼ିବା। ଗପଟିର ନାମ ହେଉଛି ଶେଷ ସିଦ୍ଧାନ୍ତ। କୌଣସି ଜିନିଷ ବା ବ୍ୟକ୍ତିଙ୍କୁ ମାତ୍ର ଥରେ ଦେଖି ବା ତାଙ୍କ ସଂସ୍ପର୍ଶରେ ଥରେ ମାତ୍ର ଆସି ସମ୍ପୃକ୍ତ ବ୍ୟକ୍ତି ବା ଜିନିଷ ସମ୍ପର୍କରେ କୌଣସି ପ୍ରକାରର ଶେଷ ସିଦ୍ଧାନ୍ତରେ ଉପନୀତ ହେବା ଆଦୌ ଉଚିତ ନୁହେଁ। କାରଣ ଏପରି କଲେ ନେଇଥିବା ବା ନେବାକୁ ଯାଉଥିବା ସିଦ୍ଧାନ୍ତ ପରବର୍ତ୍ତୀ ସମୟରେ ସମ୍ପୂର୍ଣ୍ଣ ଭୁଲ ବୋଲି ପ୍ରମାଣିତ ହୋଇଥାଏ। ତେଣୁ ଯେକୌଣସି ବିଷୟରେ ଶେଷ ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ତାହାକୁ ପ୍ରତ୍ୟେକ ସ୍ତରରୁ ଅନୁଶୀଳନ ତଥା ବିଶ୍ଳେଷଣ କରିବା ଏକାନ୍ତ ପ୍ରୟୋଜନ। ଏହି ପରିପ୍ରେକ୍ଷୀରେ ଏହି କାହାଣୀଟି। ଥରେ ଗୋଟିଏ ଗାଁରେ ରହୁଥିଲେ ଜଣେ ବିଜ୍ଞ ବ୍ୟକ୍ତି। ତାଙ୍କର ଥିଲେ 4ଟି ପୁତ୍ର। ସେ ଚାହୁଁଥିଲେ ଯେ ତାଙ୍କର ପୁତ୍ରମାନେ କୌଣସି ବିଷୟରେ କୌଣସି ପ୍ରକାରର ଶେଷ ସିଦ୍ଧାନ୍ତ ନେବା ପୂର୍ବରୁ ଯଥେଷ୍ଟ ସମୟ ନିଅନ୍ତୁ ଏବଂ ସବୁ ସ୍ତରରୁ ତାହାକୁ ଟିକିନିକି ପରୀକ୍ଷା କରି ଦେଖନ୍ତୁ। କିନ୍ତୁ ତାଙ୍କର ପୁତ୍ରମାନେ ଥିଲେ ଅତ୍ୟନ୍ତ ତୁରୁତୁରିଆ ସ୍ୱଭାବର। ସେମାନଙ୍କ ନିକଟରେ ଧୈର୍ଯ୍ୟର ଥିଲା ପ୍ରଚୁର ଅଭାବ। କୌଣସି ନିଷ୍ପତ୍ତି ସେ ଖୁବ୍ ଶୀଘ୍ର ନେଇଯାଉଥିଲେ। ପୁତ୍ରମାନଙ୍କର ଏପରି ସ୍ୱଭାବ ଦେଖିବା ପରେ ବିଜ୍ଞ ବ୍ୟକ୍ତି ଜଣକ ସେମାନଙ୍କୁ ଗୋଟିଏ ଶିକ୍ଷା ଦେବା ପାଇଁ ମନସ୍ଥ କଲେ। ତହୁଁ ସେ ତାଙ୍କର 4 ପୁତ୍ରକୁ ପାଖକୁ ଡକାଇ ଅଲଗା ଅଲଗା ସମୟରେ ଘରଠାରୁ ପାହାଡ଼ ସେପଟେ ଥିବା ଗୋଟିଏ ଗଛକୁ ନିରୀକ୍ଷଣ କରି ଆସିବାକୁ କହିଲେ। ବଡ଼ ପୁଅ ଯେତେବେଳେ ଗଲା ସେତେବେଳେ ଥିଲା ପତ୍ର ଝଡ଼ା ସମୟ। ଗଛରୁ ସମସ୍ତ ପତ୍ର ଝଡ଼ି ଯାଇଥିଲା ଏବଂ ଥୁଣ୍ଟା ଅବସ୍ଥାରେ ଗଛଟି ଦେଖାଯାଉଥିଲା ଅତ୍ୟନ୍ତ ବିଭତ୍ସ। ତା ତଳ ପୁଅ ଯେତେବେଳେ ଗଲା ସେତେବେଳେ ଗଛରେ ପତ୍ର କଅଁଳିବା ଆରମ୍ଭ କରିଥିଲା। ତା ତଳ ମଝିଆ ପୁଅ ଯେତେବେଳେ ଗଲା ସେତେବେଳେ ଗଛଟିରେ ଫୁଲରେ ଭର୍ତ୍ତି ହେବା ସହ ସେଥିରେ ଫଳ କଷି ଧରିବା ଆରମ୍ଭ କରିଥିଲା। ସଭା ଶେଷରେ ଯେତେବେଳେ ସାନ ପୁଅ ଗଛ ନିକଟକୁ ଗଲା ସେତେବେଳେ ଗଛଟି ପାଚିଲା ଫଳରେ ଭର୍ତ୍ତି ହୋଇଯାଇଥିଲା ଏବଂ ଲୋକମାନେ ମହା ଆନନ୍ଦରେ ଗଛରୁ ଫଳଗୁଡ଼ିକ ସଂଗ୍ରହ କରୁଥିଲେ। 4 ପୁଅ ଯାକ ଗଛଟିକୁ ଦେଖି ଫେରିବାର କିଛି ଦିନ ପରେ ବିଜ୍ଞ ବ୍ୟକ୍ତି ଜଣକ ତାଙ୍କର 4 ପୁଅଙ୍କୁ ଏକାଠି ପାଖକୁ ଡକାଇଲେ ଓ ଦେଖି ଆସିଥିବା ଗଛର ବର୍ଣ୍ଣନା କରିବାକୁ କହିଲେ। ପୁଅମାନେ ଯେତେବେଳେ ଗଛ ସମ୍ପର୍କରେ ନିଜ ନିଜର ବର୍ଣ୍ଣନା ଦେଲେ ସେତେବେଳେ ପୁଅମାନେ କେହି କାହାରିକୁ ବିଶ୍ୱାସ କଲେ ନାହିଁ ଓ ପରସ୍ପର ମଧ୍ୟରେ ଝଗଡ଼ା ଆରମ୍ଭ କରିଦେଲେ। କାରଣ ଗୋଟିଏ ଗଛକୁ ସେମାନେ ଭିନ୍ନ ଭିନ୍ନ ସମୟରେ ଦେଖିଥିଲେ ଯାହା ଋତୁ ପରିବର୍ତ୍ତନ ପ୍ରଭାବରେ ପରିବର୍ତ୍ତିତ ହୋଇଥିଲା। ତହୁଁ ବିଜ୍ଞ ବ୍ୟକ୍ତି ଜଣକ ସେମାନଙ୍କୁ ବୁଝାଇ କହିଲେ ଯେ ତୁମେ ସମସ୍ତେ ନିଜ ନିଜ କଥାରେ ଠିକ୍ ଅଛ। ତେବେ ଗଛ ସମ୍ପର୍କରେ ଶେଷ ସିଦ୍ଧାନ୍ତରେ ଉପନୀତ ହେବା ପୂର୍ବରୁ ତୁମେମାନେ ଯଦି ସମୟ ନେଇଥାନ୍ତ, ଗଛଟିକୁ ବାରମ୍ବାର ଅନୁଧ୍ୟାନ କରିଥାନ୍ତ, ତେବେ ଗଛଟିର ସମସ୍ତ ରୂପକୁ ତୁମେ ଦେଖିବାକୁ ପାଇଥାନ୍ତ। ବିଜ୍ଞ ବ୍ୟକ୍ତିଙ୍କ କଥା ଶୁଣିବା ପରେ ପୁତ୍ରମାନଙ୍କର ମୁଣ୍ଡ ତଳକୁ ହୋଇଗଲା। ସେମାନେ ସେମାନଙ୍କର ଭୁଲ ବୁଝିପାରିଲେ ଏବଂ କୌଣସି ନିଷ୍ପତ୍ତି ଏଭଳି ତରତରିଆ ନ ନେବାକୁ ପ୍ରତିଶ୍ରୁତି ଦେଲେ। ଦେଖିଲେ ତ ସାଙ୍ଗମାନେ କେତେ ସୁନ୍ଦର ଏ ଗଳ୍ପ। ଯଦି ଭଲ ଲାଗିଥିବ ତେବେ କମେଣ୍ଟ ବକ୍ସରେ ନିଶ୍ଚୟ ଲେଖି ଜଣାଇବେ। ରହୁଛି। ଜୟ ଜଗନ୍ନାଥ।